ତ ଜୟ ଜଗନ୍ନାଥ ସାଙ୍ଗମାନେ, ଏଇ ଭିଡ଼ିଓଟା ସେକେଣ୍ଡ ପାର୍ଟ କାହାର ଆମର ପାନିପତ ଯୁଦ୍ଧର ସେକେଣ୍ଡ ପାର୍ଟ ଏଇ ଭିଡ଼ିଓଟା। ঠিক ଅଛି, ତ ଫାଷ୍ଟ ଯେଉଁ ପାର୍ଟଟା ସେଇଟା ଆଜି ଅପଲୋଡ଼ କରିଦେଇଛି ମୁଁ, ଆଜି ନୁହଁ କାଲି ଅପଲୋଡ଼ କରିଦେଇଛି ମୁଁ। ତ ସେଇଟା ଆପଣ ଦେଖି ସାରିଥିବେ, ଦେଖି ସାରିଲା ପରେ ସେଇଟା 3ଟା ପଏଣ୍ଟ ସେଇଠି କହିଥିଲି, ଆଉ 4ଟା ପଏଣ୍ଟ ରହିଯାଇଥିଲା ଯେଉଁଟାକି ମୁଁ ଏଇ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଜଣାଇ ଦେବାକୁ ଯାଉଛି। ତ ଆମେ ଯେ ପ୍ରିଭିୟସରେ କ'ଣ ଜାଣିଥିଲେ କି ପାନିପତ ଯୁଦ୍ଧ ଯେଉଁ ହେଇଥିଲା, ତ ସେଇଥିରେ ମରାଠାମାନଙ୍କର ସେନାପତି ମାନେ ମରାଠାମାନଙ୍କର ଯେଉଁମାନେ ସୈନିକ ଥିଲେ ସେମାନଙ୍କ ସେନାପତି କିଏ ଥିଲେ? ଆମ ଓଡ଼ିଶାର ଓଡ଼ିଆ ଜଣେ ଥିଲେ ସେନାପତି। ଠିକ୍ ଅଛି, ତ ଏଇ ଯେଉଁ ପାନିପତ ଯୁଦ୍ଧଟା ଏଇଟା ହେଇଥିଲା ଗଞ୍ଜାମ କଟକର ବହୁତ ଗୁଡ଼ିଏ ଲୋକ ଏଇ ଯୁଦ୍ଧରେ ସାମିଲ ହେଇଥିଲେ, ପାନିପତ ଯୁଦ୍ଧରେ ସାମିଲ ହେଇଥିଲେ। ଏବଂ ଏଇ ତଥ୍ୟ ଗୁଡ଼ାକ ବହୁତ ପୁରାତନ ଲେଖାରୁ ମିଳିଛି ଏବଂ ଆଜିର ସମୟରେ ମୋ ହିସାବରେ ବହୁତ କମ୍ ଲୋକ ଏହାକୁ ଜାଣିଛନ୍ତି। ଏଇ ଯୁଦ୍ଧରେ ଆଫଗାନ ମାନେ ଗୋଟେ ଭଲ ଚାଲ ଚାଲିଥିଲେ, ଯୋଉଟାକି ଅନ୍ୟ ଯେଉଁମାନେ ଥିଲେ ଗୋଟେ ଚାଲ ଚାଲିଥିଲେ, ଯାହାଦ୍ୱାରା କି ଘୋଡ଼ାର ବ୍ୟବହାର କରି ସେମାନେ ଯେଉଁମାନେ ତାଙ୍କ ଶତ୍ରୁ ଥିଲେ ସେମାନଙ୍କୁ ସେମାନେ ବହୁତ ମାନେ ଏପଟ ସେପଟ କରିଦେଲେ, ତାଙ୍କ ମାଇଣ୍ଡ ଡାଇଭର୍ଟ କରିଦେଲେ, ସେମାନେ ଜାଣିପାରିଲେନି କ'ଣ ହେଉଛି କ'ଣ ନାହିଁ। ତ ଏଇ ଯୁଦ୍ଧ ଫଳରେ କ'ଣ ହେଲା, ମରାଠା ଶକ୍ତି ଦୁର୍ବଳ ମାନେ ହେଇନି, କିନ୍ତୁ ସେମାନେ ଆଉ ତାଙ୍କ ପାଖରେ ଆଉ ଶକ୍ତି ନଥିଲା କି ସେମାନେ ଯୁଦ୍ଧ କରିପାରିବେ ବୋଲିକା। ତ ଏହା ଫଳରେ କ'ଣ ହେଲା କି ଇଂରେଜ ମାନେ ଅଧିକାର କରିଦେଲେ ସେ ଜାଗାଟାକୁ। ନେକ୍ସଟ ତାପରେ କ'ଣ ହେଲା ନା ପାନିପତ ଯୁଦ୍ଧ ମାନେ ଭାରତ ଭବିଷ୍ୟତ ପାଇଁ ଏକ ଟର୍ଣ୍ଣିଂ ପଏଣ୍ଟ ଯାହା କହନ୍ତିନି ମୋଡ଼, ତ ଏଇଟା ଗୋଟେ ମୋଡ଼। ପରେ ଏଇ ଯୁଦ୍ଧ ପାଇଁ ଭାରତର ମନୋବଳ ଭାଙ୍ଗିଗଲା, ଯାହାଦ୍ୱାରା କି ଲୋକମାନେ ଭାବିଲେ କି ଆମେ ଆଉ ଯୁଦ୍ଧରେ ପାରିବୁ ନାହିଁ। ତ ଆମ ଅପୋନେଣ୍ଟ ମାନେ ଆମ ସେପଟ ସୈନିକ ମାନେ ଆମକୁ ମାରିଦେବେ, ଆମେ ଯୁଦ୍ଧ ହାରିଯିବୁ ଏବଂ ସେମାନେ ଆମ ଉପରେ ରାଜ କରିବେ ବା ସେମାନେ ଆମ ମାନେ ଜାଗାଟାକୁ ଜୟ କରିଦେବେ, ଭାରତ ଜୟ କରିଦେବେ। ତ ଯେତେବେଳେ ଏମାନଙ୍କ ମନ ଏମିତି ହେଲା, ଏମାନେ ଏମିତି ଭାବିଲେ, ତ ସେଇ ଚାଲଟାକୁ କ'ଣ କଲେ ନା ଇଂରେଜ ମାନେ ଯେଉଁମାନେ ଥିଲେ ସେମାନେ ଭାବିଲେ କି ଏମାନଙ୍କର ମନୋବଳ ଭାଙ୍ଗିଗଲାଣି, ତ ସେମାନଙ୍କୁ ଗୋଟେ ଭଲ ଚାନ୍ସ ମିଳିଲା କି ସେମାନେ ଆମ ଜାଗାରେ ଆସିକି ରହିପାରିବେ ବୋଲି। ତ ସେମାନେ କ'ଣ କଲେ ନା ଆସିକି ଆମର ଏପଟେ ରାଜ କଲେ। ତ ସେମାନେ ବହୁତ ବର୍ଷ ଆମର ଏଠି ରହିଲେ ଆଉ ଆମକୁ ଶାସନ କଲେ। ତ ତୃତୀୟ ପାନିପତ ଯୁଦ୍ଧ ବେଳକୁ କ'ଣ ହେଲା ନା ଅହମ୍ମଦ ଶାହ ଆଉ ବେଶୀ ସମୟ ରହିପାରିଲେନି ଭାରତ। ତାଙ୍କର ଯେଉଁ ଯୁଦ୍ଧ ସେମାନଙ୍କ ସେନା ଏତେ ହାନି ଦେଖି ସେମାନଙ୍କ ସେନାଙ୍କର ମନୋବଳ ଭାଙ୍ଗିଗଲା କି ଆମମାନେ ଆଉ ଜିତି ପାରିବୁ ନାହିଁ। ତ ସେମାନେ ଆଉ ପାରିପାରିଲେ ନାହିଁ। ଠିକ୍ ଅଛି, ତ ଆଜିର ଭିଡ଼ିଓରେ ଏତିକି। ଏଇଟା ଗୋଟେ ସର୍ଟ ସ୍କ୍ରିପ୍ଟ କହିଲେ ବି ଚଳିବ, ତ ଏଇଟା ବହୁତ ଛୋଟ ଭିଡ଼ିଓ। ଠିକ୍ ଅଛି, ତ ଆପ୍ରୋକ୍ସିମେଟଲି 3 ରୁ 4 ମିନିଟ୍ ଭିଡ଼ିଓ ହେବ, ବେଶୀ ବଡ଼ ଭିଡ଼ିଓ ବି ନୁହଁ ଏଇଟା। ତ ଏତିକି ଭିଡ଼ିଓରେ ଆପଣମାନେ ଆଶା କରୁଛି ଆପଣମାନେ କିଛି ଶିଖିଥିବେ କି ପାନିପତ ଯୁଦ୍ଧ କେତେଟା ପାନିପତ ଯୁଦ୍ଧ ହେଇଥିଲା, ଆଉ କେତେ ଜଣ ଥିଲେ, 3ଟା ଯେଉଁ ଯୁଦ୍ଧର କେତେ ଜଣ ରାଜା ଥିଲେ, ଆଉ କେଉଁମାନେ କାହା ମଧ୍ୟରେ ହେଇଥିଲା। ତ ଏଇସବୁ ମାନେ ମୁଁ ଆଶା କରୁଛି ଏଇ ଭିଡ଼ିଓରେ ଆପଣମାନେ ଜାଣିପାରିଥିବେ। ଯଦି ଆପଣମାନଙ୍କୁ କିଛି ବି ମୋ ଭିଡ଼ିଓରେ ୱିକ୍ ପଏଣ୍ଟ ଲାଗିଲା କି ଯେଉଁଟା ଆଉ ଟିକେ ବେଟର ହେଇପାରିଥାନ୍ତା, ତ ଆପଣମାନେ ମୋତେ କମେଣ୍ଟ କରିପାରିବେ, ଯାହାଦ୍ୱାରା କି ମୁଁ ଆପଣମାନଙ୍କୁ ତାର ସଲ୍ୟୁସନ୍ ମୋ ଭିଡ଼ିଓରେ ମୁଁ ସେଇଟା ଆପ୍ଲାଏ କରିବି ନେକ୍ସଟ ଭିଡ଼ିଓ ଯେଉଁଟା ମୁଁ କରିବି। ତ ଯଦି ଆପଣମାନଙ୍କୁ ଭିଡ଼ିଓ ଭଲ ଲାଗିଛି ତ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ, ଯାହାଦ୍ୱାରା କି ଆପଣମାନେ ଆମ ଚ୍ୟାନେଲର ଗୋଟେ ସଦସ୍ୟ ହେଇପାରିବେ ଏବଂ ଆପଣମାନଙ୍କୁ ଏମିତିକା ଭିଡ଼ିଓ ସବୁବେଳେ ମିଳୁଥିବ। ତ ସେ ପର୍ଯ୍ୟନ୍ତ ଜୟ ହିନ୍ଦ।